ମହାଶିବରାତ୍ରି ବ୍ରତ ହେଉଛି ଭଗବାନ ଶିବଙ୍କ ପୂଜା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଉପବାସ ଏବଂ ଉତ୍ସବ। ଏହି ବ୍ରତ ମାଘ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ, ଯାହାକି ଫାଲ୍ଗୁନ ମାସରେ ଆସେ। ଏହି ଦିନଟିକୁ ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଉପଲକ୍ଷେ ପାଳନ କରାଯାଏ। ମହାଶିବରାତ୍ରି ବ୍ରତର ନିୟମ ଏବଂ ପ୍ରକ୍ରିୟା। ଉପବାସ। ଭକ୍ତମାନେ ସାରାଦିନ ଉପବାସ କରନ୍ତି ଏବଂ ରାତି ଜାଗରଣ କରି ଭଗବାନ ଶିବଙ୍କ ପୂଜା କରନ୍ତି। କେତେକ ଲୋକ ଫଳାହାର କରନ୍ତି, ଅନେକ ଲୋକ ନିର୍ଜଳ ଉପବାସ ରଖନ୍ତି। ପୂଜା। ଭକ୍ତମାନେ ଶିବଲିଙ୍ଗକୁ ଜଳ, ଦୁଧ, ଦହି, ମଧୁ, ଘୃତ ଏବଂ ଗଙ୍ଗାଜଳରେ ଅଭିଷେକ କରନ୍ତି। ବେଲପତ୍ର, ଦୁଧୁରା ଫୁଲ, ଅକ୍ଷତ, ଧୂପ ଏବଂ ଦୀପ ଜଳାଇ ପୂଜା କରନ୍ତି। ମନ୍ତ୍ରପାଠ ଏବଂ ଭଜନ। ଏହି ରାତିରେ ଭକ୍ତମାନେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତି ଏବଂ ଶିବ ଭଜନ ଗାଇ ରାତି ଜାଗରଣ କରନ୍ତି। ପ୍ରସାଦ ଏବଂ ଉପବାସ ଭଙ୍ଗ। ପ୍ରଭାତେ ଶିବ ପୂଜା ଓ ଆରତି ଶେଷରେ ଉପବାସ ଭଙ୍ଗ କରାଯାଏ। ଏହି ଦିନରେ ଖେଚୁଡ଼ି, ଲୁଚି, ମିଠା ଫଳ ଇତ୍ୟାଦି ଭୋଗ ଭଗବାନଙ୍କୁ ଦେଇ ପ୍ରସାଦ ରୂପେ ଗ୍ରହଣ କରାଯାଏ। ମାହାତ୍ମ୍ୟ। ମହାଶିବରାତ୍ରି ବ୍ରତ କରିଲେ ଅପରାଧ ଏବଂ ପାପ ଦୂର ହୁଏ, ମୋକ୍ଷ ଲାଭ ହୁଏ ଏବଂ ଭକ୍ତମାନେ ଶିବଙ୍କ କୃପା ପାଇବାର ଅଧିକାରୀ ହୁଅନ୍ତି। ମହିଳାମାନେ ଏହି ବ୍ରତ କଲେ ସୁଖମୟ ଦାମ୍ପତ୍ୟ ଜୀବନ ଲାଭ କରନ୍ତି ଏବଂ କୁମାରୀମାନେ ବର ପାଇବାର ଆଶୀର୍ବାଦ ପାଇଥାନ୍ତି। ଶିବରାତ୍ରି ଉପବାସରେ କ'ଣ ଖାଇପାରିବେ? ଫଳ ଏବଂ ଶୁଖୁଆ ଫଳ, କଦଳୀ, ଅଙ୍ଗୁର, ଖଜୁରୀ, ନଡ଼ିଆ ଇତ୍ୟାଦି। ଦୁଧ ଏବଂ ଦହି। ଶରୀରକୁ ଶକ୍ତି ଦେବା ପାଇଁ ଗାଈର ଦୁଧ, ଲସି କିମ୍ବା ମିଠା ଦହି ଖାଇପାରିବେ। ମଖନ ଏବଂ ଛେନା। ଶରୀରର ଶକ୍ତି ରଖିବା ପାଇଁ ଏହି ଖାଦ୍ୟ ଉପଯୁକ୍ତ। କ'ଣ ଖାଇବା ଉଚିତ ନୁହେଁ? ଅନ୍ନ, ସାଧା ଚାଉଳ, ରୁଟି, ଡାଲି, ମାଛ, ମାଂସ, ଲୁଣ, ହଳଦୀ, ରସୁଣ, ପିଆଜ, ତେଲ ଏବଂ ମସଲା ଖାଦ୍ୟ, ମଦ୍ୟପାନ କିମ୍ବା ଅନ୍ୟ କୌଣସି ଅପବିତ୍ର ପଦାର୍ଥ। ଉପବାସ ଭଙ୍ଗ କରିବା ସମୟରେ ପ୍ରଥମେ ଜଳପାନ କରି ଦୁଧ, ଫଳ କିମ୍ବା ପ୍ରସାଦ ଖାଇ ଉପବାସ ଭଙ୍ଗ କରନ୍ତୁ। ଏହି ଦିନରେ ଶରୀରକୁ ହାଲୁକା ଏବଂ ପବିତ୍ର ଖାଦ୍ୟ ଦେବା ଉଚିତ। ମହାଶିବରାତ୍ରି କାହିଁକି ପାଳନ କରାଯାଏ? ମହାଶିବରାତ୍ରି ଭଗବାନ ଶିବଙ୍କ ପୂଜା ପାଇଁ ଏକ ପବିତ୍ର ଉତ୍ସବ ଏବଂ ଉପବାସ ଅଟେ। ଏହି ଦିନରେ ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଦିବସ ଭାବରେ ପାଳିତ ହୁଏ। ଏହି ଉପଲକ୍ଷେ ଭକ୍ତମାନେ ଉପବାସ କରି ରାତି ଜାଗରଣ କରି ମନ୍ତ୍ର ଜପ ଏବଂ ପୂଜା କରନ୍ତି। ମହାଶିବରାତ୍ରି ପାଳନର ପ୍ରମୁଖ କାରଣଗୁଡ଼ିକ। ଶିବ ଓ ପାର୍ବତୀଙ୍କ ବିବାହ। ଏହି ଦିନ ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଉପଲକ୍ଷେ ଆୟୋଜିତ ହୋଇଥାଏ। ବିବାହିତ ମହିଳାମାନେ ଏହି ଦିନରେ ନିଜର ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଏବଂ କୁମାରୀମାନେ ଭଲ ବର ପାଇବା ପାଇଁ ଉପବାସ କରନ୍ତି। ଶିବଲିଙ୍ଗ ରୂପର ପୂଜା। ଏହି ଦିନ ଶିବଲିଙ୍ଗ ଅଭିଷେକ ଏବଂ ପୂଜା କରିଲେ ଅପରାଧ ଏବଂ ପାପ ଦୂର ହୁଏ ବୋଲି ବିଶ୍ୱାସ ଅଛି। ଜଳ, ଦୁଧ, ଗଙ୍ଗାଜଳ, ମଧୁଘୃତ ଆଦି ଶିବଲିଙ୍ଗ ଅଭିଷେକ କରାଯାଏ। ଶିବଙ୍କ ତୃତୀୟ ନୟନ ଉଦ୍ଘାଟନ। ଏକ ପ୍ରଚଳିତ କଥା ଅନୁସାରେ ଏହି ଦିନ ଭଗବାନ ଶିବ ତାଙ୍କ ତୃତୀୟ ନୟନ ଖୋଲି ଏବଂ ସମସ୍ତ ପ୍ରପଞ୍ଚର ଉଦ୍ଧାର କରିଥିଲେ। ଶିବଙ୍କ ନୃତ୍ୟ। ଏହି ଦିନ ଶିବଙ୍କ ତାଣ୍ଡବ ନୃତ୍ୟ କିଛି ସମୟ ପାଇଁ ହେଉଥିଲା ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଉପବାସ କରିଲେ ଏବଂ ଶିବଙ୍କ ନାମ ଜପ କଲେ ମନ୍ଦ କର୍ମ ଦୂର ହୋଇ ମୋକ୍ଷ ଲାଭ ହୁଏ ବୋଲି ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ଅଛି।